ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ପଢ଼ିବା। ଆଚ୍ଛା କହିଲେ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ଗଧ ଛୋଟା ହେଲା। ତ ପିଲାମାନେ, ଗଧର ମାଲିକ କ'ଣ କଲା ନା ଦିନେ ଗଧକୁ ପିଟି ପିଟି ତା ଗୋଡ଼କୁ ଛୋଟା କରିଦେଲା। ତ ପିଲାମାନେ, ବହୁତ ଭଲ ଗପଟିଏ, ସୁନ୍ଦର ଗପଟିଏ ଅଛି। ତ ପିଲାମାନେ, ଗପଟିକୁ ପଢ଼ିବା ପୂର୍ବରୁ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ, ଯେତେବେଳେ ବି ମୁଁ ଏହିଭଳି ଗପ ପଢ଼ିବି ବା ଗପ ଭିଡ଼ିଓ ଅପଲୋଡ଼ କରିବି, ସଙ୍ଗେ ସଙ୍ଗେ ତମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ, ତମାନେ ଘରେ ବସି ଏହିଭଳି ଭିଡ଼ିଓ ଦେଖିପାରିବ। ତ ପିଲାମାନେ, ଗପଟିକୁ ଏବେ ପଢ଼ିବା। ଗଧ ଛୋଟା ହେଲା। ତ ପିଲାମାନେ, ଏଠି ଗୋଟିଏ ଗାଈ ଆଉ ଗଧକୁ ଦେଖିପାରୁଥିବ। ମାଲିକ କ'ଣ କରିଛି ନା ବହୁତ ଗୁଡ଼ିଏ ଗାଈ ରଖିବା ସହିତ ଗୋଟିଏ ଗଧଟିଏ ମଧ୍ୟ ରଖିଛି। ତ ପିଲାମାନେ, ଗପଟିକୁ ପଢ଼ିବା, ଜାଣିବା ମାଲିକ ଗଧକୁ କାହିଁକି ରଖିଛି। ଭଲ ଭାବରେ ଏବେ ପଢ଼ି ନେବା ଗପଟିକୁ। ଗୋଟିଏ ଲୋକ ବହୁତ ଗୁଡ଼ିଏ ଗାଈ ରଖିଥାଏ। ସେଇ ଗାଈ ଗୁଡ଼ିକ ଠାରୁ ବହୁତ କ୍ଷୀର ପାଏ। ତ ପିଲାମାନେ, ଗୋଟିଏ ଲୋକ ବା ଗୋଟିଏ ଚାଷୀଟିଏ ସେ କ'ଣ କରିଛି ନା ବହୁତ ଗୁଡ଼ିଏ ଗାଈ ରଖିଥାଏ। ସେଇ ଗାଈ ଗୁଡ଼ିକ ଠାରୁ ବହୁତ କ୍ଷୀର ସେ ପାଏ। ସବୁତକ କ୍ଷୀର ନେଇ ସେ ବଜାରରେ ବିକେ। ତ ପିଲାମାନେ, ସେ ଯେହେତୁ ଚାଷୀଟେ ବହୁତ ଗୁଡ଼ିଏ ଗାଈ ରଖିଛି, ସେ ଗାଈ ଗୁଡ଼ିକ ବହୁ ପରିମାଣରେ କ୍ଷୀର ଦିଅନ୍ତି। ସେ ସବୁ କ୍ଷୀରକୁ ନେଇକି ସେ ବଜାରରେ ବିକ୍ରି କରିଦିଏ। ସବୁଦିନ ଗାଈ ଗୁଡ଼ିକୁ ଖାଇବାକୁ ଦେବା ପାଇଁ ତାକୁ ଘାସ ଯୋଗାଡ଼ କରିବାକୁ ପଡ଼େ। ତ ପିଲାମାନେ, ଗାଈ ଗୁଡ଼ିକକୁ କ'ଣ ସେ ଖାଇବାକୁ ଦିଏ ନା ସେ ଘାସ ଖାଇବାକୁ ଦିଏ। ସେଥିପାଇଁ ତାକୁ ମଧ୍ୟ ଘାସ ଯୋଗାଡ଼ କରିବାକୁ ପଡ଼େ ଓ ବଜାରରୁ ଦାନା ବି କିଣି ଆଣେ। ତ ପିଲାମାନେ, ସେ କ'ଣ କରେ ନା ଘାସ ଦେବା ସହିତ ଦାନା ବି ବଜାରରୁ କିଣି ଆଣି ଗାଈମାନଙ୍କୁ ଖାଇବାକୁ ଦିଏ। ଯେହେତୁ ଗାଈ ଗୁଡ଼ିକ ବହୁତ ଭଲ କ୍ଷୀର ଦେଉଛନ୍ତି, ଆଉ ସେ କ୍ଷୀର ଗୁଡ଼ିକୁ ନେଇକି ବଜାରରେ ସେ ବିକ୍ରି କରୁଛି। କ୍ଷୀର ତକ ଡବାରେ ପୂରେଇ ବଜାରକୁ ନେଇ ସେଠିକି ବିକେ, ସେଇଠି ବିକେ। ତ ପିଲାମାନେ, କ୍ଷୀର ଗୁଡ଼ିକ ସେ କୋଉଥିରେ ନିଏ ନା ଡବାରେ ନେଇ ବଜାରକୁ ନେଇ ସେଇଠି ବିକେ। ତେବେ ଘାସ, ଦାନା ଓ କ୍ଷୀର ବୋହିବା ପାଇଁ ତାକୁ ବାଧେ। ତ ପିଲାମାନେ, ଏସବୁ କାମ କରିବା ପାଇଁ ତାକୁ ବହୁତ ବାଧେ। ସେ ଯେହେତୁ ବିଲକୁ ଯାଏ, ଘାସ ଆଣେ, ବଜାରକୁ ଯାଏ, କ୍ଷୀର ବିକ୍ରି କରି ଦାନା ଆଣିବ, କ୍ଷୀର ଗୁଡ଼ିକ ମଧ୍ୟ ଡବାରେ ନେଇ ବଜାରକୁ ଯାଏ, ତାକୁ ଏସବୁ କାମ କରିବାକୁ ବହୁତ ବାଧେ। ସେଥିପାଇଁ ସେ ଗୋଟିଏ ଗଧ କିଣି ଆଣିଲା। ତ ପିଲାମାନେ, ସେସବୁ କାମ ବା ସେସବୁ ଜିନିଷ ବୁହାବୁହି କରିବା ପାଇଁ ସେ ଗୋଟିଏ ଗଧ କିଣି ଆଣିଲା। ତ ପିଲାମାନେ, ଗଧ ଏବେ କ'ଣ କରିବ ନା ସେ ବିଲରୁ ଘାସ ବୋହିକି ଆଣିବ, ଆଉ କ'ଣ କରିବ ନା ବଜାରରୁ ଦାନା ସେସବୁ ବୋହିକି ଆଣିବ, ବଜାରକୁ ଡବାରେ କ'ଣ କ୍ଷୀର ମଧ୍ୟ ବୋହିକି ନେଇକି ଯିବ ବିକ୍ରି ପାଇଁ। ସେ ଗଧକୁ ନେଇ ଜମିରୁ ଘାସ କାଟି ଗଧ ଉପରେ ଲଦି ଘରକୁ ଆଣେ। ତ ପିଲାମାନେ, ସେଇଠୁ ସେ କ'ଣ କଲା ନା ଗଧକୁ ମଧ୍ୟ ସେ ଜମିକୁ ନେଇଯାଏ। ଘାସ କାଟି କ'ଣ କରେ ନା ଘାସ କାଟି ସାରିବା ପରେ ସେ ଗଧ ଉପରେ ଲଦି ସେ ଘାସକୁ ଘରକୁ ଆଣେ। ପୁଣି କ୍ଷୀର ଡବାରେ ପୂରେଇ ଗଧ ଉପରେ ଡବାଯାକ ଗଧ ଉପରେ ରସିରେ ଓହଳେଇ ବଜାରକୁ ଯାଏ। ତ ପିଲାମାନେ, ସେ କ'ଣ କରେ କ୍ଷୀରକୁ ଡବାରେ ପୂରେଇ ଦିଏ। ସେ ଡବା ଗୁଡ଼ିକ ଗଧ ଉପରେ ସବୁ ଲଦି ଦିଏ। ସେ ଗଧ କ'ଣ କରେ ନା ବଜାରକୁ ଓହଳେଇକି ଯାଏ। ଦିନେ ଦିନେ ବହୁତ ଅଧିକା ଘାସ କାଟି ଗଧ ଉପରେ ଲଦି ଘରକୁ ଆଣେ। ତ ପିଲାମାନେ, ଚାଷୀଟି ଏତେ ଲୋଭୀ ଯେ ସେ କ'ଣ କଲା ନା ଦିନେ ଦିନେ ବହୁତ ଗୁଡ଼ିଏ ଘାସ କାଟେ, ଆଉ ସେ ଗଧ ଉପରେ ଲଦିକି ତାକୁ ଘରକୁ ଆଣେ ହେଲା। ଗଧ ଉପରେ ଅଧିକ ଲଦିଲେ ବି ସେ କିଛି କହିପାରେ ନା। ତ ପିଲାମାନେ, ଗଧ ଉପରେ ଅଧିକ ଲଦିଲେ ବି ତାକୁ ଯେତେ କଷ୍ଟ ହେଲେ ବି ସେ କିଛି କହିପାରେ ନା। କାହିଁକି ନା ସେ ଜଣେ ପଶୁ ହେଲା। ସେ କ'ଣ ଆମ ଭଳି କଥା କହିପାରେ ନା। ସେଥିପାଇଁ ତାର କଷ୍ଟ ବା ଦୁଃଖକୁ ସେ ମାଲିକକୁ କହିପାରେ ନା। ତ ପିଲାମାନେ, ଚାଷୀଟି କେତେ ନିଷ୍ଠୁର। ତ ଦେଖିବା ତାପରେ ଚାଷୀଟି କ'ଣ କଲା। ସେ ଲୋକ ବି କେବେ ଭାବେ ନା ଯେ ଗଧକୁ ବହୁତ ବାଧୁଛି। ତ ପିଲାମାନେ, ସେ ଲୋକଟି ଏତେ ନିଷ୍ଠୁର ଥିଲା ଯେ ସେ କେବେ ବି ଭାବେ ନା ଯେ ଗଧକୁ ବହୁତ ବାଧୁଛି ବା ବହୁତ କଷ୍ଟ ହେଉଛି। ଧୀରେ ଧୀରେ ତାର କ୍ଷୀର ବେପାର ବହୁତ ବଢ଼ିଯିବାରୁ ସେ ଅଧିକ ଗାଈ କିଣିଲା। ତ ପିଲାମାନେ, ଧୀରେ ଧୀରେ ଯେହେତୁ ତାର କ୍ଷୀର ବେପାର ବଢ଼ିଗଲା, ବହୁତ ଗୁଡ଼ିଏ ସେ ପଇସା କଲା ହେଲା, ସେଥିପାଇଁ ତାର ଲୋଭ ବି ବଢ଼ିଗଲା। ସେ ବହୁତ କ'ଣ ଅଧିକ ଗାଈ କିଣିଲା। ଗଧ ଉପରେ କ୍ଷୀର ଡବା ଲଦିବା ବି ବଢ଼ିଗଲା। ତ ପିଲାମାନେ, ଯେହେତୁ ସେ ଆହୁରି ଅଧିକ ଗାଈ କିଣିଲା, ଅଧିକ କ୍ଷୀର ସେମାନେ ଦେଲେ ହେଲା, ଯେହେତୁ ସେ କ୍ଷୀର ଗୁଡ଼ିକ କ'ଣ କଲା ନା ସେ ସବୁ କ୍ଷୀର ଗୁଡ଼ିକ ଗଧ ଉପରେ ଲଦିକି ବଜାରକୁ ନେଇକି ଗଲା। ଦିନେ ଲୋକଟି ବେଶୀ ବେପାର କରିବାକୁ ଗଧ ଉପରେ ବହୁତ ଗୁଡ଼ିଏ କ୍ଷୀର ଡବା ଲଦିଦେଲା। ତ ପିଲାମାନେ, ଲୋକଟି କ'ଣ କଲା, ବେଶୀ ଗୁଡ଼ିଏ ଯେହେତୁ ଗାଈ ଆଣିଲା, ସେ ଗାଈ ଗୁଡ଼ିକ ମଧ୍ୟ କ୍ଷୀର ଦେଲେ ହେଲା। ସବୁଦିନ ଭଳି କ'ଣ ଆହୁରି କ୍ଷୀର ଅଧିକ ବଢ଼ିଗଲା। ସେ ସବୁ ଗୁଡ଼ିକ କ୍ଷୀର ଡବା ସେ କ'ଣ କଲା ନା ଗଧ ଉପରେ ଲଦିଦେଲା।
ଗଧ ତ କିଛି କହିପାରିବନି ହେଲା। ଗଧ ତ କଣ ପଶୁ, ସେ ତ କିଛି କହିପାରିବନି। ତାକୁ ଯେତେ କଷ୍ଟ ହେଲେ ବି ଯେତେ ବାଧିଲେ ବି ସେ କିଛି ମାଲିକକୁ କହିପାରିବନି। ସେଦିନ ସେ ଗଧ ଉପରେ ଏତେ ଓଜନର କ୍ଷୀର ଡବା ଲଦି ଦେଲା ଯେ ଗଧ ସେଇଠି ପଡ଼ିଗଲା। ତ ପିଲାମାନେ, ସେ ମାଲିକଟି ଏତେ ନିଷ୍ଠୁର ଥିଲା ଯେ ସେଦିନ ସେ ଗଧ ଉପରେ ଏତେ କ୍ଷୀର ଡବା ଲଦି ଦେଲା ଯେ ଗଧ ସେଇଠି ହିଁ ପଡ଼ିଗଲା। ଗଧ ପଡ଼ିଯିବାରୁ ସବୁତକ କ୍ଷୀର ଡବା ତଳେ ପଡ଼ିଗଲା ଓ କ୍ଷୀରତକ ତଳେ ଢାଳି ହୋଇଗଲା। ତ ପିଲାମାନେ, ଯେହେତୁ ଗଧ ଉପରେ ବହୁତ ଗୁଡ଼ିଏ କ୍ଷୀର ଡବା ଲଦା ହେଇଥିଲା, ଗଧ ତାକୁ ସମ୍ଭାଳି ନ ପାରି କଣ ହେଲା ନା ତଳେ ପଡ଼ିଗଲା। ତଳେ ପଡ଼ିଯିବାରୁ ସବୁ କ୍ଷୀର ଡବା ଗୁଡ଼ିକ ତଳେ ମଧ୍ୟ ପଡ଼ିଗଲା ଆଉ ସବୁ କ୍ଷୀର ତଳେ ପଡ଼ିଗଲା ବା ଢାଳି ହୋଇଗଲା। କ୍ଷୀର ଢାଳି ହୋଇଯିବା ଦେଖି ଲୋକର ରାଗ ଏତେ ବଢ଼ିଗଲା ଯେ ସେ ଆଗ ପଛ କିଛି ନ ଭାବି, ଗଧ ପିଠିରେ ତ କ୍ଷୀର ଡବା ଅଛି, ଏଣୁ ସେ ପିଠିରେ ମାଡ଼ ଦେଲେ କାଳେ କ୍ଷୀର ଡବା ଚେପା ହୋଇଯିବ, ସେ ଗଧ ଗୋଡ଼ରେ ଭଲ ରକମ ଦି ପାହାରା ବସେଇ ଦେଲା। ତ ପିଲାମାନେ, ସେ ଲୋକଟି ଏତେ ନିଷ୍ଠୁର ଥିଲା ଯେ ସେ ଗଧ ପିଠିରେ ଆଉ କଣ ପାହାର ନ ଦେଇ, ଯେହେତୁ ଗଧ ପିଠିରେ ଆଉ କିଛି କ୍ଷୀର ଡବା ରହିଯାଇଥିଲା, କାଳେ କ୍ଷୀର ଡବା ଚେପା ହେଇଯିବ ଭାବି ସେ ଗଧ ପିଠିକୁ ଆଉ ପାହାର ନ ଦେଇ ତାର ଗୋଡ଼କୁ କଣ ମାରିଲା ହେଲା। ସେଦିନ ଆଉ କୁଆଡ଼େ ନ ଯାଇ ଘରେ ରହିଲା। ତ ପିଲାମାନେ, ଚାଷୀଟି ସେଦିନ କଣ କଲା ନା କୁଆଡ଼େ ଆଉ ଗଲା ନାହିଁ, ଘରେ ରହିଲା। ତା ପରଦିନ ଯେତେବେଳେ ଗଧକୁ ନେଇ ଘାସ ଆଣିବାକୁ ବାହାରିଲା, ଦେଖିଲା ଯେ ଗଧ ଆଉ ଉଠୁନି। ତ ପିଲାମାନେ, ଚାଷୀଟି ତା ପରଦିନ ଯେତେବେଳେ ସେ ବିଲକୁ ଘାସ କାଟିବାକୁ ଗଲା, ଗଧକୁ ବି ସାଙ୍ଗରେ ନେଇକି ଯିବ, ଘାସ ଆଣିବ। ଯେତେ ଗଧକୁ ଉଠେଇଲେ ବି ଗଧ ଆଉ ଉଠୁନି। ସେ ଗଧକୁ ଉଠେଇବାକୁ ଯେତେ ଲାଗିଲେ ବି ଉଠେଇ ପାରିଲାନି। ତ ପିଲାମାନେ, ସେ ଗଧକୁ ଯେତେ ଉଠେଇବାକୁ ଚେଷ୍ଟା କଲେ ବି ଗଧକୁ ଉଠେଇ ପାରିଲାନି। ଗଧ ବି ଆଉ ଉଠିଲାନି। ସେତେବେଳକୁ ଜାଣିଲା ଯେ ଗଧଟା ଛୋଟା ହୋଇଯାଇଛି। ତ ପିଲାମାନେ, ସେ ଜାଣିଲା ଯେ କଣ ନା ଗଧଟି ଛୋଟା ହୋଇଯାଇଛି। ତ ଗଧକୁ ଏତେ ନିଷ୍ଠୁର ଭାବରେ ଚାଷୀଟି ମାରିଛି ଯେ ଗଧ କଣ ଗୋଡ଼ଟି ଛୋଟା ହୋଇଯାଇଛି। ଯାହା ହେଉ, ତାକୁ ଘାସ ତ ଆଣିବାକୁ ପଡ଼ିବ। ତ ପିଲାମାନେ, ଚାଷୀଟି ଏତେ ନିଷ୍ଠୁର ଯେ ତା ଗୋଡ଼ ଛୋଟା ହୋଇଯିବା ପରେ ବି ସେ ପୁଣି ଚିନ୍ତା କରୁଛି ଯେ ଯାହା ହେଉ, ତାକୁ ଯେମିତି ବି ହଉ ଘାସ ଆଣିବାକୁ ପଡ଼ିବ। ଏଣୁ ଏକା ଘାସ କାଟି ଆଣିବାକୁ ଗଲା। ତ ପିଲାମାନେ, ସେଇଠୁ କଣ କଲା ଚାଷୀଟି ନା ଏକା ଏକା ଘାସ କାଟିବାକୁ ଆଣିବାକୁ ଗଲା। ସେ ଯେତିକି ଘାସ ଗଧ ଉପରେ ଲଦି ଆଣେ, ତାର 4 ଭାଗରୁ ଭାଗେ ଘାସ କାଟିଲା। ସେ ଉଠେଇ ଦେଖିଲା ଯେ ଏତିକି ଘାସ ସେ ନିଜେ ଉଠେଇ ପାରୁନି। ତ ପିଲାମାନେ, ପ୍ରତ୍ୟେକ ଦିନ ଚାଷୀ ଯେତିକି ଘାସ କାଟେ ତା 4 ଭାଗରୁ ଭାଗେ ବି ଘାସ କାଟି ପାରିଲାନି। ଆଉ ସେ ଉଠେଇ ଦେଖିଲା ଯେ ଏତିକି ଘାସ ସେ ନିଜେ ଉଠେଇ ପାରୁନି। ସେତେବେଳେ ସେ ଜାଣିଲା ଯେ ଗଧ କେତେ ଓଜନର ଘାସ ଉଠେଇ ଆଣେ। ତ ପିଲାମାନେ, ସେ ଯେତେବେଳେ କଣ ସେତିକି ଘାସ ସେ ଉଠେଇ ପାରିଲାନି, 4 ଭାଗରୁ ଭାଗେ ଘାସ ସେ କାଟି ପାରିଲାନି, ସେତେବେଳେ ସେ ଅନୁଭବ କଲା ଯେ କଣ ଅନୁଭବ କଲା ନା ଯେ ଗଧ କେତେ ଓଜନର ଘାସ ଉଠେଇ ଆଣେ ଆଉ ତାକୁ କେତେ କଷ୍ଟ ମଧ୍ୟ ହେଉଥିବ। ସେ ଘରକୁ ଫେରି ପୁଣି ଗଧକୁ ଉଠେଇବାକୁ ଚାହିଁଲା। ତ ପିଲାମାନେ, ଚାଷୀଟି କେତେ ନିଷ୍ଠୁର। ତା ଗୋଡ଼ଟି ଛୋଟା ହୋଇଯିବା ପରେ ବି ସେ ପୁଣି ତାକୁ ନିଜକୁ କଷ୍ଟ ହେବାରୁ ସେ ପୁଣି ଗଧକୁ ଉଠେଇବାକୁ ଚେଷ୍ଟା କଲା। କାହିଁକି ନା ପୁଣି ତାକୁ ବିଲକୁ ନେଇକି ଯିବ ଆଉ ସେ କାଟିଥିବା ଘାସକୁ ସବୁ ଘରକୁ ଆଣିବ। ହେଲେ ସେ ଗଧକୁ ଉଠେଇ ପାରିଲାନି। ତ ପିଲାମାନେ, ସେ ଗଧକୁ ବି ଆଉ ଉଠେଇ ପାରିଲାନି। ସେ ଭାବିଲା ଯେ ଗଧ ତାର କେତେ ଉପକାର କରେ। ତ ପିଲାମାନେ, ସେ ଭାବିଲା ସେଇଠୁ କଣ ନା ଗଧ ତାର କେତେ ଉପକାର କରେ, କେତେ ଘାସ ଆଣେ, ବଜାରକୁ ଯାଇ କ୍ଷୀର ଡବା ନେଇ କଣ କରେ, କ୍ଷୀର ଗଧ ଉପରେ ଲଧିକି ନିଏ, କ୍ଷୀର ସବୁ ବିକ୍ରି କରିକି ପୁଣି କଣ ଗାଈଙ୍କ ପାଇଁ ଖାଦ୍ୟ ନେଇକି ସେ ଗଧ ଉପରେ ଲଧିକି ଆଣେ। ସେଇଠୁ ସେ ଅନୁଭବ କଲା ଯେ ଗଧ କେତେ ଉପକାର କରେ। ଗଧ ଏବେ କାମ କରିବନି, ଏତେ ସବୁ କାମ ତାକୁ ଏକୁଟିଆ କରିବାକୁ ହେବ। ତ ପିଲାମାନେ, ସେଇଠୁ ସେ ଚିନ୍ତା କଲା ଯେ ଗଧ ଏବେ ଆଉ କାମ କରିପାରିବନି, ଯେହେତୁ ତା ଗୋଡ଼ ଛୋଟା ହୋଇଯାଇଛି, ଏତେ ସବୁ କାମ ତାକୁ ଏକୁଟିଆ କରିବାକୁ ହେବ। ଗଧର ଗୋଡ଼ ଭଲ ନ ହେବା ଯାଏ ସେ ଏମିତି ଅସୁବିଧା ଭୋଗ କରିବ। ସେ ଗଧକୁ ବାଡ଼େଇଥିବାରୁ ଅନୁତାପ କଲା। ସେ ବୁଝିପାରୁଥିଲା ଯେ ନିଜେ ରାଗିଲେ ନିଜର କେତେ ଅସୁବିଧା ହୁଏ। ତ ପିଲାମାନେ, ସେଇଠୁ ସେ ମନେ ମନେ କଣ ଭାବିଲା ନା ଗଧର ଗୋଡ଼ ଭଲ ନ ହେବା ଯାଏ ସେ ଏମିତି ଅସୁବିଧା ଭୋଗିବ ହେଲା। ସେ ଏକା ଏକା ବିଲକୁ ଯିବ, ଏକା ଏକା ଘାସ କାଟିବ, ଆଉ ସବୁ କଣ କରିବ ନା ଘରକୁ ନେଇକି ଆସିବ। ପୁଣି ବଜାରକୁ ଗଧ ବୋଇକି ନେଇକି ଯାଉଥିବା କଣ କ୍ଷୀରକୁ ସେ ମଧ୍ୟ ନେଇକି ଯିବ, ତାକୁ ବିକ୍ରି କରିବ। ଏସବୁ କଥା ସେ ବୁଝିପାରୁଥିଲା। ସେ ନିଜେ ରାଗିଲେ ନିଜର କେତେ ଅସୁବିଧା ହୁଏ, ଏ କଥା ବି ସେ ଜାଣିପାରିଲା ଯେ ନିଜେ ରାଗିଲେ ନିଜର କେତେ ଅସୁବିଧା ମଧ୍ୟ ହୁଏ।
ସେଇ ଦିନଠାରୁ ଲୋକଟି ନିଜର ସବୁ କାମ ଏକୁଟିଆ ହଇରାଣ ହୋଇ କଲା। ତ ପିଲାମାନେ ସେହି ଦିନଠାରୁ ଲୋକଟି କ'ଣ କଲା? ନିଜର ସବୁ କାମ ଏକୁଟିଆ ହଇରାଣ ହୋଇକି କଲା। ନିଜେ ରାଗିଲେ ନିଜର ହିଁ ଖରାପ ହେବ। ତ ପିଲାମାନେ ଚାଷୀଟି ଏତେ ରାଗି ଆଉ କ୍ରୋଧୀ ଥିଲା ଯେ ସେ ଶେଷରେ ନିଜର ରାଗକୁ ସୁଝାଇବାକୁ ଯାଇ ସେ କ'ଣ କଲା ନା ଗଧର ଗୋଡ଼କୁ ଛୋଟା କରୁଥିଲା। ତାପରେ ଗଧ କରୁଥିବା ସବୁ କାମକୁ ଶେଷରେ ନିଜେ ହିଁ କଲା ଆଉ ନିଜର ଭୁଲକୁ ସେ ବୁଝିପାରିଲା। ଆଉ ସେ ଜାଣିଲା ଯେ ପ୍ରତ୍ୟେକ ଦିନ ଗଧ କେତେ ଓଜନର ଭାର ସେ ବୋହୁଥିଲା। ଆଉ ସେ ସବୁ କ'ଣ ନା ନିଜର ଭୁଲକୁ ସେ ଶେଷରେ ବୁଝିଲା ଯେ ନିଜେ ରାଗିଲେ ନିଜର ହିଁ ଖରାପ ହେବ। ତ ପିଲାମାନେ ଏଥିରୁ ତମାନେ କ'ଣ ବୁଝିଲ ନା ଆମେ ମଣିଷମାନେ ସତରେ କେତେ ନିଷ୍ଠୁର। ଆମେ ଜାଣି ଜାଣି ଅନ୍ୟ ପଶୁ ପକ୍ଷୀମାନଙ୍କୁ ବହୁତ କଷ୍ଟ ଦିଅନ୍ତି। ଆମେ ନିଜେ କରିପାରୁନଥିବା କାମକୁ ଆମେ କ'ଣ କରନ୍ତି ନା ସେମାନଙ୍କ ଦ୍ୱାରା କରେଇଥାନ୍ତି। ଆଉ ଆମ ଭଳି ସେମାନେ କ'ଣ କଥା କହିପାରନ୍ତି ନାହିଁ। ଆମର ଅସୁବିଧାକୁ ଆମେ ସାଙ୍ଗେ ସାଙ୍ଗେ କ'ଣ କହିଦେଇଥାଉ କି ଆମର ଏଇଭଳି ଅସୁବିଧା ହେଉଛି। କିନ୍ତୁ ପଶୁ ପକ୍ଷୀମାନେ ସେମାନଙ୍କର ପାଟି ଫିଟି ନଥାଏ। ତଥାପି ମଣିଷମାନେ କେତେ ନିଷ୍ଠୁର, ସେମାନଙ୍କୁ ଜାଣି ଜାଣି ନିଜର ସ୍ୱାର୍ଥ ପାଇଁ କେତେ କଷ୍ଟ ଦେଇଥାନ୍ତି। ତ ପିଲାମାନେ ଏ ଗପରୁ ତମାନେ କ'ଣ ଶିଖିଲ ନା ନିଜେ ରାଗିଲେ ନିଜର ହିଁ ଖରାପ ହେବ। ତ ପିଲାମାନେ ତମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।